ସୃଷ୍ଟି ମୋ ଜୀବନ ନା ମୁଁ ବହୁତ କିଛି ଦେଖିଛି। ମାନେ କିଛି ନିଜ ଲୋକଙ୍କୁ ମୋ ଯେତେବେଳେ ମୋର ସବୁଠାରୁ ଅଧିକ ଦରକାର ଥିଲା ନା ସେମାନଙ୍କୁ ଦୂରେଇ ଯିବାର ବି ଦେଖିଛି। ଆଉ ମୁଁ ଫୋନ୍ କରୁଥିଲି ସେମାନେ ସେତେବେଳେ ଭାବୁଥିଲେ ମୋ ପଇସା ପାଇଁ, କିନ୍ତୁ ମୋର ସେତେବେଳେ ମଣିଷର ଟିକେ ଆବଶ୍ୟକତା ଥିଲା ଯିଏକି ମେଡ଼ିକାଲରେ ରହିବା ପାଇଁ। ସେତେବେଳେ ସେମାନେ ମୋ ଫୋନ୍ ଉଠାନ୍ତିନି। ସେ ଭାବିଲେ କାଳେ ମୁଁ ପଇସା ମାଗିବି। ମୁଁ କେବେ ବି କାହାକୁ ହାତ ପତେଇ ପଇସା ମାଗିନି। ମୁଁ କହିଲି ମୋର ଯାହାର ଯେତିକି ଦରକାର ନା ସେତିକି, ମୁଁ କେବେ ବି କହିନି ଯେ ମୋତେ ଏତିକି ଦିଅ ବୋଲି। କିନ୍ତୁ ସେ ଟାଇମ୍ରେ ଲୋକ ଭାବିଲେ କାଳେ ଆ ସହିତ ସମ୍ପର୍କ ରଖିଲେ ପଇସା ଦେବାକୁ ପଡ଼ିବ କି ସେ ହାତ ଛାଡ଼ିଦେବେ। କିନ୍ତୁ କିଛି ବାହାର ଲୋକଙ୍କୁ ବି ଏମିତି ଦେଖିଛି ନା ଯିଏକି ମାନେ ମୋ ଅସୁବିଧା ବେଳେ ଭଗବାନଙ୍କ ରୂପରେ ଠିଆ ହେବାର। ଭଗବାନ ତ ଡାଇରେକ୍ଟ ଆସିନଥିଲେ, କିନ୍ତୁ କାହା ରୂପରେ ନା କାହା ରୂପରେ ମୋ ପାଖେ ଠିଆ ହେଇଥାଏ। ସେହି ଲୋକମାନେ ଆଜି ମୋତେ କହନ୍ତି ଯେଉଁମାନେ ମୋଠୁ ଦୂରେଇ ଯାଇଛନ୍ତି, ତୋର ଆମ କଥା କେତେବେଳେ ମନେ ପଡ଼ୁଛି କି ତୁ କେଉଁ ଫୋନ୍ ଆମ କରୁଛୁ। କିନ୍ତୁ ସେମାନେ ମୋର ଯେତେବେଳେ ଦରକାର ଥିଲା ନା ମୋତେ କେହି ବି ପଚାରୁନଥିଲ। ସେତେବେଳେ ମୋର ଅଧିକ ଦରକାର ଥିଲା। ଆଜି ତମ ରୂପକୁ ମୁଁ କାହିଁକି ଫୋନ୍ କରିବି। ମୋ ଜୀବନ ଯଦି ମୁଁ କଷ୍ଟରେ ଏକୁଟିଆ ବିତେଇଛି ନା, କେହି ସାହାରା ନଥିଲା, ତାହେଲେ ଆଜି ମୁଁ ଏକୁଟିଆ ବି ବଞ୍ଚିବା ଶିଖି ଯାଇଛି। ଆଉ ମୋର କାହାର ଆବଶ୍ୟକତା ନାହିଁ।